पुस्तिकाटीर जेउठारे गोटिए क्रूस चिन्ह अछि सेहिठारु आरंभ करंतु। छवि देखंतु एवं छवि संबंधरे कैसेट्रु शुणंतु। कैसेट्रे जेउठारे जंत्र संगीत रहिछि सेहिठारे कैसेट बंद करंतु एवं परवर्ती चित्रटी को देखंतु। पृथ्वी ओ तहिर पूर्णता, जगत ओ तन्निवासी समस्ते सदा प्रभुंकर। এই পৃথিবী সৃষ্টি ହେବା ପୂର୍ବରୁ ପାଣି ମାଟି ଆଲୁଅ ଅନ୍ଧାର ସବୁକିଛି ମିଶିକି ରହିଥିଲା। କୌଣସି ଜାଗାରେ ଶୁଖିଲା ମାଟି କି ପାଣି କି ଜୀବଜନ୍ତୁ କିଛି ନଥିଲା। କେବଳ ଜଣେ ସତ୍ୟ ଈଶ୍ୱର ସ୍ୱର୍ଗରେ ଥିଲେ। ତାଙ୍କର ପୁତ୍ର ତାଙ୍କ ସହିତରେ ଥିଲେ ଏବଂ ତାଙ୍କର ଆତ୍ମା ମଧ୍ୟ ତାଙ୍କର ସହିତ ଥିଲା। ଜଗତ ସୃଷ୍ଟି ହେବା ପୂର୍ବରୁ ଏହି ତିନିହେଁ ଏକାଠି ଥିଲେ। ଏହି ଚିତ୍ରଟିର କୋଣରେ ଦେଖାଯାଉଥିବା ଆଲୋକଟି ଈଶ୍ୱରଙ୍କୁ ବୁଝାଏ। ଏହି ଆଲୋକଟି ଯେତେଥର ତୁମେ ଦେଖିବ ସେତେଥର ତୁମେ ଈଶ୍ୱର, ତାଙ୍କର ପୁତ୍ର, ତାଙ୍କର ଆତ୍ମାଙ୍କର ବିଷୟରେ ଚିନ୍ତା କରିବ। ଅବଶ୍ୟ ତାର ଅର୍ଥ ନୁହେଁ ଈଶ୍ୱର ସୂର୍ଯ୍ୟ କିଏ ବା ଚନ୍ଦ୍ର। ଈଶ୍ୱର ଆଦେଶ ଦେଲେ ଆଲୋକ ହଉ, ତହିଁରେ ଆଲୋକ ହେଲା। ଈଶ୍ୱର ଆଦେଶ ଦେଲେ ପାଣି ଓ ଶୁଖିଲା ଭୂମି ହେଉ ଏବଂ ସେମାନେ ତାଙ୍କର ବାଧ୍ୟ ହେଲେ। ସେ ହେଉଛନ୍ତି ପ୍ରକୃତ ସତ୍ୟ ଈଶ୍ୱର। ଏ ହେଉଛି ଗୋଟିଏ ପୁସ୍ତକ। ଏହି ପୁସ୍ତକଟି ହେଉଛି ଈଶ୍ୱରଙ୍କର ବାକ୍ୟ ବାଇବଲ। ଈଶ୍ୱର ଚାହାନ୍ତି ଯେମିତି ଏହି ବହିରେ ଲେଖାଯାଇଥିବା ବାକ୍ୟଗୁଡ଼ିକୁ ପ୍ରତ୍ୟେକେ ଶୁଣନ୍ତୁ ଓ ଜାଣନ୍ତୁ। ଈଶ୍ୱର ନିଜ ବିଷୟରେ ଏହି ବହିରେ ଲେଖିଛନ୍ତି। ଈଶ୍ୱର କୁହନ୍ତି ସେ ପବିତ୍ର, ସେ ସ୍ୱର୍ଗରେ ରୁହନ୍ତି ଏବଂ ପ୍ରତ୍ୟେକ ମଣିଷକୁ ସେ ପ୍ରେମ କରନ୍ତି। ଈଶ୍ୱର ଏହି ବହିରେ ମଣିଷମାନଙ୍କୁ କେତେଗୁଡ଼ିଏ ଆଦେଶ ପାଳନ କରିବାକୁ କହିଛନ୍ତି। ବର୍ତ୍ତମାନ ଶୁଣ ସେ ଆଦେଶଗୁଡ଼ିକ କ'ଣ? ଈଶ୍ୱର ଗଛ ଲତା ପଶୁ ପକ୍ଷୀ ସବୁ ସୃଷ୍ଟି କଲେ। ଈଶ୍ୱରଙ୍କର ସୃଷ୍ଟିରେ ସବୁକିଛି ଖୁବ୍ ସୁନ୍ଦର ଥିଲା। ତାପରେ ଈଶ୍ୱର ଗୋଟିଏ ମନୁଷ୍ୟକୁ ତିଆରି କଲେ। ତାର ନାମ ଦେଲେ ଆଦମ। ଆଦମ ଏକଲା ଥିବାରୁ ଈଶ୍ୱରଙ୍କୁ ମୋଟେ ଭଲ ଲାଗିଲା ନାହିଁ। ସେ ତା ପାଇଁ ଗୋଟିଏ ନାରୀ ସୃଷ୍ଟି କଲେ ଆଉ ତାର ନାମ ଦେଲେ ହବା। ହବା ହେଲେ ଆଦମଙ୍କର ସ୍ତ୍ରୀ। ଈଶ୍ୱର ଚାହୁଁଥିଲେ ସେମାନେ ଯେମିତି ତାଙ୍କର ବନ୍ଧୁ ହେବେ। ଈଶ୍ୱର ଆଦମ ଓ ହବାଙ୍କୁ ଖୁବ୍ ପ୍ରେମ କରୁଥିଲେ ଆଉ ସେମାନଙ୍କ ସହିତ କଥାବାର୍ତ୍ତା କରୁଥିଲେ। ଈଶ୍ୱର ଚାହୁଁଥିଲେ ସେମାନେ ସବୁଦିନ ଏମିତି ଆନନ୍ଦରେ ରୁହନ୍ତୁ। ଯେତେ ଜୀବନ୍ତ ପ୍ରାଣୀ ଈଶ୍ୱର ଏ ଜଗତରେ ସୃଷ୍ଟି କରିଛନ୍ତି ସେ ସମସ୍ତଙ୍କ ଉପରେ କର୍ତ୍ତୃତ୍ୱ କରିବା ପାଇଁ ଈଶ୍ୱର ଆଦମଙ୍କୁ ଅଧିକାର ଦେଲେ। ଦିନେ ଈଶ୍ୱର ଆଦମକୁ କହିଲେ, ତୁମେ ଏ ବଗିଚାର ସବୁ ଗଛର ଫଳ ଖାଇପାର, କିନ୍ତୁ କେବଳ ଗୋଟିଏ ଗଛର ଫଳ ଖାଇବ ନାହିଁ। ଯଦି ତୁମେ ତାହା ଖାଇବ ତେବେ ମୁଁ ନିଶ୍ଚୟ ତୁମକୁ ଶାସ୍ତି ଦେବି। କିନ୍ତୁ ସେଠାରେ ଗୋଟିଏ ଖୁବ୍ ଶକ୍ତିଶାଳୀ ମନ୍ଦ ଆତ୍ମା ଥିଲା। ତାର ନାମ ହେଉଛି ଶୟତାନ। ସେ ହବାଙ୍କୁ ଭୁଲେଇଲା। ସେ ଈଶ୍ୱରଙ୍କର ଶତ୍ରୁ ଥିଲା। ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ ସବୁ ସୁନ୍ଦର ବିଷୟକୁ ନଷ୍ଟ କରିବ ବୋଲି ସେ ଭାବୁଥିଲା। ଦିନେ ସେ ହବାଙ୍କୁ କହିଲା, ହବା ହବା ଏ ଫଳ ଖାଇବାକୁ ଈଶ୍ୱର ତମକୁ ମନା କରିଛନ୍ତି। କାହିଁକି ଜାଣିଛ? ଏ ଫଳ ଖାଇଲେ ଈଶ୍ୱରଙ୍କ ପରି ତମର ଜ୍ଞାନ ଆଉ ବୁଦ୍ଧି ହବ
ଆଉ ତମେ ଈଶ୍ୱରଙ୍କ ପରି ହେଇଯିବ, ବୁଝିଲ? ହବା ତା କଥାରେ ଭୁଲିଯାଇ ଈଶ୍ୱରଙ୍କର ଅବାଧ୍ୟ ହେଲେ ଏବଂ ସେ ନିଜେ ଗଛର ଫଳ ଖାଇଲେ ଓ ନିଜ ସ୍ୱାମୀ ଆଦମଙ୍କୁ ମଧ୍ୟ ଦେଲେ। ଏହି ପ୍ରକାରେ ସେମାନେ ଉଭୟ ଈଶ୍ୱରଙ୍କର ଅବାଧ୍ୟ ହେଲେ। ଈଶ୍ୱର ତଥାପି ସେମାନଙ୍କୁ ପ୍ରେମ କରୁଥିଲେ, କିନ୍ତୁ ସେମାନେ ଈଶ୍ୱରଙ୍କର ଅବାଧ୍ୟ ହୋଇଥିବାରୁ ଈଶ୍ୱରଙ୍କଠାରୁ ସବୁଦିନ ପାଇଁ ପୃଥକ ହେଲେ। ଈଶ୍ୱରଙ୍କ ମନରେ ସେଥିପାଇଁ ଖୁବ୍ ଦୁଃଖ ହେଲା। ଈଶ୍ୱର କହିଲେ, ସେମାନେ ଯେପରି ମୋ ନିକଟକୁ ଫେରିଆସିବେ, ଏଥିପାଇଁ ମୁଁ ଗୋଟିଏ ଉପାୟ କରିବି। ଏବେ ଆଦମ ଓ ହବାଙ୍କୁ ବଞ୍ଚିବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଲା। ସେମାନଙ୍କର ଅବାଧ୍ୟତା ପାଇଁ ଏହା ହିଁ ଥିଲା ସେମାନଙ୍କ ପାଇଁ ଈଶ୍ୱରଙ୍କର କଠୋର ଶାସ୍ତି। ସେମାନେ ଈଶ୍ୱରଙ୍କଠାରୁ ଅଲଗା ହୋଇଗଲେ। ସେମାନଙ୍କଠାରୁ ଯେଉଁ ସନ୍ତାନମାନେ ଜନ୍ମ ନେଲେ, ସେମାନେ ମଧ୍ୟ ସେମାନଙ୍କ ପିତାମାତାଙ୍କ ପରି ଅବାଧ୍ୟ ହେଲେ। ଯେତେ ଯେତେ ସେମାନେ ବୟସରେ ବଢ଼ିବାକୁ ଲାଗିଲେ, ଅନେକ ମନ୍ଦ କାମ ସବୁ କରିବାକୁ ଲାଗିଲେ। ନରହତ୍ୟା, ଚୋରି, ମିଛ, କଳିକଜିଆ ଏହିପରି ଲାଗି ରହିଲା। କଇନ ବୋଲି ତାଙ୍କର ଗୋଟିଏ ପୁଅ ତାର ନିଜ ଭାଇ ହେବଲକୁ ଖୁବ୍ ଘୃଣା କଲା ଏବଂ ଶେଷରେ ତାକୁ ସେ ଜୀବନରେ ମାରିଦେଲା। ଆଦମ ଓ ହବାଙ୍କ ଜୀବନରେ ଯେଉଁ ମନ୍ଦ ପ୍ରକୃତି ଥିଲା, ସେମାନଙ୍କ ପିଲାମାନେ ମଧ୍ୟ ସେହି ପ୍ରକାର ପ୍ରକୃତି ନେଇ ଜନ୍ମ ହେଲେ। ଏହି ପ୍ରକାର ଭାବରେ ସେମାନଙ୍କ ପରେ ଯେଉଁ ସନ୍ତାନମାନେ ଜାତ ହେଲେ, ସେମାନେ ସମସ୍ତେ ସେହି ପ୍ରକାର ମନ୍ଦ ସ୍ୱଭାବ ନେଇ ଜାତ ହେଲେ। ଏହାପରେ ବଂଶ ବୃଦ୍ଧି ହେଲା ଓ ଲୋକସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଅବାଧ୍ୟତା ପୃଥିବୀରେ ଦିନକୁ ଦିନ ବଢ଼ିବାକୁ ଲାଗିଲା। ଲୋକମାନେ ଈଶ୍ୱରଙ୍କର ଅବାଧ୍ୟ ହେଲେ। ଈଶ୍ୱର କହିଲେ, ମୁଁ ଏମାନଙ୍କୁ ଏଥର ଶାସ୍ତି ଦେବି ଏବଂ ସମ୍ପୂର୍ଣ୍ଣ ରୂପେ ବିନଷ୍ଟ କରିଦେବି। କିନ୍ତୁ ସେହି ସମୟରେ ଗୋଟିଏ ପରିବାର ଥିଲା ଯେଉଁମାନେ କି ଈଶ୍ୱରଙ୍କର ବାଧ୍ୟ ଥିଲେ। ସେହି ପରିବାରରେ ନୋହ ବୋଲି ଜଣେ ବୁଢ଼ା ଲୋକ ଥିଲେ। ସେ ଈଶ୍ୱରଙ୍କୁ ଖୁବ୍ ଭକ୍ତି କରୁଥିଲେ। ଦିନେ ଈଶ୍ୱର ନୋହଙ୍କୁ କହିଲେ, ମୁଁ ବହୁତ ବର୍ଷା ଓ ବନ୍ୟା ଦ୍ୱାରା ଲୋକମାନଙ୍କୁ ନଷ୍ଟ କରିବାକୁ ଯାଉଛି। ତୁମେ ଗୋଟିଏ କାମ କର, ଗୋଟିଏ ବଡ଼ ଜାହାଜ ବନାଅ। ନୋହଙ୍କ ପୁଅମାନେ ସେହି ଜାହାଜ ବନାଇବାରେ ତାଙ୍କୁ ସାହାଯ୍ୟ କଲେ। ଜାହାଜ ବନା ସରିଲା। ନୋହ ଲୋକମାନଙ୍କୁ ଆଗାମୀ ବର୍ଷା ଓ ବନ୍ୟା ବିଷୟରେ ଚେତନା ଦେଇ କହିବାକୁ ଲାଗିଲେ, ଶୁଣ ଶୁଣ ଭାଇମାନେ, ଆମର ବାଧ୍ୟତା ପାଇଁ ଈଶ୍ୱର ଏ ଜଗତକୁ ବିନଷ୍ଟ କରିବେ ବୋଲି କହିଛନ୍ତି। ଅତି ଶୀଘ୍ର ଏକ ବିରାଟ ଜଳ ପ୍ଲାବନ ହେବ ଓ ପ୍ରଳୟଙ୍କରୀ ବନ୍ୟାରେ ଏ ପୃଥିବୀର ସବୁ ଧନ ଜୀବନ ବିନଷ୍ଟ ହେବ। ତା ପୂର୍ବରୁ ଈଶ୍ୱରଙ୍କ ନିକଟରେ ଆମେ କ୍ରନ୍ଦନ କରି ପ୍ରାର୍ଥନା କରିବା, ଯେପରି ଆଗାମୀ ବିପଦରୁ ସେ ଆମକୁ ଉଦ୍ଧାର କରିବେ। ଆରେ ଆରେ ଏ ପାଗଳାଟାକୁ ଦେଖ, କୁଆଡେ ପ୍ରଳୟଙ୍କରୀ ବନ୍ୟାରେ ଆମେ ସମସ୍ତେ ବିନଷ୍ଟ ହବୁ। ଲୋକମାନେ ନୋହଙ୍କ କଥା ଶୁଣି ହସିଲେ, କାରଣ ସେତେବେଳେ ପାଗ ଖୁବ୍ ସୁନ୍ଦର ଥିଲା। ବର୍ଷା କି ବଢ଼ି ଆସିବାର କୌଣସି ସୂଚନା ମଧ୍ୟ ନଥିଲା। ନୋହଙ୍କ କଥା ସେମାନେ ଶୁଣିଲେ ନାହିଁ। ଶେଷରେ ନୋହ ଏବଂ ତାଙ୍କ ପରିବାର ସେହି ଜାହାଜ ଭିତରକୁ ଗଲେ ଏବଂ ଈଶ୍ୱର ନିଜେ ସେହି ଜାହାଜର ଦ୍ୱାର ବନ୍ଦ କରିଦେଲେ।
ବର୍ତ୍ତମାନ ଖୁବ୍ ଜୋରରେ ବର୍ଷା ହେଲା। ଦୀର୍ଘ 40 ଦିନ ପର୍ଯ୍ୟନ୍ତ ଦିନ ରାତି ବର୍ଷା ହେଲା। ମଣିଷ, ପଶୁ, ଗଛ, ଲତା ସବୁ ପାଣିରେ ବୁଡ଼ିଯିବାକୁ ଲାଗିଲା। କେତେ ଲୋକ ପାଟି କରି ଡାକିଲେ, ଆମକୁ ଟିକେ ଭିତରକୁ ଯିବାକୁ ଦିଅ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଆଗରୁ ସେମାନେ ନୋହଙ୍କ କଥାକୁ ବିଶ୍ୱାସ କଲେ ନାହିଁ। ତେଣୁ ସେମାନେ ସମସ୍ତେ ପାଣିରେ ବୁଡ଼ି ମଲେ। ଅନେକ ଦିନ ପର୍ଯ୍ୟନ୍ତ ପୃଥିବୀ ପାଣିରେ ବୁଡ଼ି ରହିଥିଲା। କିନ୍ତୁ ଧୀରେ ଧୀରେ ପାଣି ପୁଣି କମିବାକୁ ଲାଗିଲା। ନୋହ ଏବଂ ତାଙ୍କର ପରିବାର ଜାହାଜରୁ ଓହ୍ଲାଇ ଆସିଲେ। ଏତେ ମଣିଷ ଏକା ସାଙ୍ଗେ ନଷ୍ଟ ହୋଇଯିବାରୁ ଈଶ୍ୱରଙ୍କ ମନ ଖୁବ୍ ଦୁଃଖ ହେଲା ଓ ସେ ପ୍ରତିଜ୍ଞା କଲେ ଯେ ଏକା ସାଙ୍ଗେ ସେ ଏତେ ଲୋକଙ୍କୁ ଆଉ କେବେ ବି ନଷ୍ଟ ହେବାକୁ ଦେବେ ନାହିଁ। ଓ ଏହି ପ୍ରତିଜ୍ଞାର ଚିହ୍ନ ସ୍ୱରୂପେ ସେ ଆକାଶରେ ମେଘଧନୁ ସ୍ଥାପନ କଲେ। ଏହିପରି ଅନେକ ଦିନ ବିତିଗଲା। ଅନେକ ଲୋକ ଜନ୍ମ ହେଲେ। ସେମାନେ ପୃଥିବୀର ଚାରିଆଡ଼େ ବିଛେଇ ହୋଇ ରହିଲେ ଏବଂ ବିଭିନ୍ନ ଭାଷାରେ କଥାବାର୍ତ୍ତା କଲେ। ସେ ସମସ୍ତଙ୍କ ଭିତରେ ଅବ୍ରାହମ ବୋଲି ଜଣଙ୍କୁ ଈଶ୍ୱର ସବୁଠାରୁ ଉତ୍ତମ ଲୋକ ବୋଲି ଦେଖିଲେ। ତେଣୁ ସେ ଅବ୍ରାହମକୁ ଆଶୀର୍ବାଦ କରି କହିଲେ, ତୁମର ବଂଶ ଆକାଶର ତାରା ପରି ହେବ। ସେତେବେଳେ ଅବ୍ରାହମ ଓ ତାଙ୍କର ସ୍ତ୍ରୀ ସାରାଙ୍କର ବୟସ ଖୁବ୍ ଅଧିକ ହୋଇଯାଇଥିଲା। କିନ୍ତୁ ଗୋଟିଏ ହେଲେ ସନ୍ତାନ ସେମାନଙ୍କର ନଥିଲା। ତାଙ୍କର ସ୍ତ୍ରୀ ସାରାଙ୍କର ଧଳା ବାଳ ଦେଖି ତୁମେ ସ୍ପଷ୍ଟ ରୂପେ ବୁଝିପାରୁଥିବ ଯେ ତାଙ୍କର ସନ୍ତାନ ଜନ୍ମ କରିବାର ବୟସ ମଧ୍ୟ ନଥିଲା। ତେଣୁ ସେ ଈଶ୍ୱରଙ୍କ କଥାରେ ବିଶ୍ୱାସ ନ କରି ହସିଲେ। କିନ୍ତୁ ଅବ୍ରାହମ ଈଶ୍ୱରଙ୍କର କଥାରେ ବିଶ୍ୱାସ କଲେ। ତେଣୁ ସେମାନେ ବୁଢ଼ା ହୋଇଯାଇଥିଲେ ମଧ୍ୟ ସେମାନଙ୍କର ଗୋଟିଏ ପୁଅ ହେଲା ଏବଂ ସେମାନେ ତାର ନାମ ଦେଲେ ଇସାହାକ। ଅବ୍ରାହମଙ୍କର ଏହି ସନ୍ତାନ ଇସାହାକ ଜିହୁଦୀ ଜାତିର ଆଦିପିତା। ତାଙ୍କଠାରୁ ଜିହୁଦୀ ଜାତିର ସୃଷ୍ଟି ହୋଇଛି। ହାଗାର ବୋଲି ଅବ୍ରାହମଙ୍କର ଆଉ ଗୋଟିଏ ସ୍ତ୍ରୀ ଥିଲା ଓ ଏହି ସ୍ତ୍ରୀଠାରୁ ଇସ୍ମାଏଲ ବୋଲି ଅବ୍ରାହମଙ୍କର ଆଉ ଗୋଟିଏ ପୁତ୍ର ଥିଲା। କିନ୍ତୁ ଈଶ୍ୱର ପ୍ରତିଜ୍ଞା କରିଥିଲେ ଯେ ଏହି ଇସାହାକଙ୍କ ବଂଶରେ ତାଙ୍କର ନିଜର ପୁତ୍ର ଏ ପୃଥିବୀରେ ଜନ୍ମଗ୍ରହଣ କରିବେ ଏବଂ ତାଙ୍କର ନାମ ଯୀଶୁ ହେବ। ଅନେକ ଦିନ ପରେ ଈଶ୍ୱରଙ୍କର ସେହି ପ୍ରତିଜ୍ଞା ସଫଳ ହେଲା। ଆଉ ଜଣେ ଈଶ୍ୱର ଭକ୍ତଙ୍କ ବିଷୟରେ ବାଇବଲରେ ଲେଖାଯାଏ। ତାଙ୍କ ନାମ ଥିଲା ମୋଶା। ସେ ଈଶ୍ୱରଙ୍କୁ ଖୁବ୍ ପ୍ରେମ କରୁଥିଲେ ଏବଂ ତାଙ୍କର ବାଧ୍ୟ ଥିଲେ। ଥରେ ଈଶ୍ୱର ମୋଶାଙ୍କୁ ଗୋଟିଏ ପର୍ବତ ଉପରକୁ ଯିବାକୁ କହିଲେ ଏବଂ ଏହି ପର୍ବତର ଚାରିପଟେ ସୀମା ନିରୂପଣ କରିବା ପାଇଁ ତାଙ୍କୁ ଆଦେଶ ଦେଲେ। ଈଶ୍ୱର କହିଲେ, ଲୋକମାନେ ଯେପରି ମୋ ନିକଟକୁ ଆସିପାରିବେ ନାହିଁ, ଏଥିପାଇଁ ତୁମେ ଉପଯୁକ୍ତ ବ୍ୟବସ୍ଥା କରିବ, କାରଣ ମୁଁ ପବିତ୍ର। ତାପରେ ସେହି ପର୍ବତଟି ମେଘ ଓ ବିଜୁଳି ଗର୍ଜନରେ ପୂର୍ଣ୍ଣ ହେଲା ଓ ଈଶ୍ୱର ତହିଁ ମଧ୍ୟରୁ ମୋଶାଙ୍କ ସହିତ କଥାବାର୍ତ୍ତା କଲେ। ସେ ଲୋକମାନଙ୍କ ପାଇଁ ମୋଶାଙ୍କୁ କେତେଗୁଡ଼ିଏ ନିୟମ ଦେଲେ। ଈଶ୍ୱର କହିଲେ, ସମସ୍ତେ ନିଶ୍ଚୟ ଏହି ନିୟମର ବାଧ୍ୟ ହେବେ। ଈଶ୍ୱର ଅନେକ ନିୟମ ଦେଇଥିଲେ। ସେ ନିୟମ ମଧ୍ୟରୁ କେତେଗୁଡ଼ିଏ ନିୟମ ଏଠାରେ ଦିଆଯାଇଛି। ଈଶ୍ୱର କହିଲେ, ତୁମେ କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ କି ତୁମେ ତାହାକୁ ପ୍ରଣାମ କରିବ ନାହିଁ। ମୁଁ ହେଉଛି
ଏକମାତ୍ର ସତ୍ୟ ଈଶ୍ୱର। ତୁମେ ମୋର ବାଧ୍ୟ ହେବ। ମୁଁ ଯାହା କହୁଛି କେବଳ ତାହା କରିବ। ସପ୍ତାହରେ 7 ଦିନ ମଧ୍ୟରୁ ଗୋଟିଏ ଦିନରେ ତୁମେ କୌଣସି କାର୍ଯ୍ୟ କରିବ ନାହିଁ। ଏହା ହେଉଛି ମୋର ଦିନ। ଏହି ଦିନରେ ତୁମେ ମୋର ଉପାସନା କରିବ। ପିଲାମାନେ, ତୁମାନେ ପିତାମାତାଙ୍କୁ ସମାଦର କରିବ। ତୁମାନେ ହତ୍ୟା କରିବ ନାହିଁ, ବ୍ୟଭିଚାର କରିବ ନାହିଁ, ଚୋରି କରିବ ନାହିଁ, କି ଅନ୍ୟର ଜିନିଷକୁ ଲୋଭ କରିବ ନାହିଁ। ଏହି ପ୍ରକାରେ ପ୍ରତ୍ୟେକଙ୍କ ପାଇଁ ଈଶ୍ୱର ଅନେକ ଗୁଡ଼ିଏ ନିୟମ ଦେଇଛନ୍ତି। ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କରିବା ଓ ତାଙ୍କ ନିୟମର ଅବାଧ୍ୟ ହେବା ଅର୍ଥ ପାପ କରିବା। ଏହି ଜଗତରେ ସମସ୍ତେ ଈଶ୍ୱରଙ୍କର ଆଜ୍ଞା ଲଙ୍ଘନ କରିଛନ୍ତି। ଈଶ୍ୱର ହେଉଛନ୍ତି ସର୍ବଜ୍ଞାତା ପରମେଶ୍ୱର। ମନୁଷ୍ୟର ଭଲ ମନ୍ଦ ସବୁ କାମ ସେ ଜାଣନ୍ତି। ଈଶ୍ୱର ସବୁ ମନୁଷ୍ୟମାନଙ୍କୁ ପ୍ରେମ କରନ୍ତି। ତା ବୋଲି ମନୁଷ୍ୟମାନେ ପାପ କଲେ ଯେ ଈଶ୍ୱର ଆଖି ବନ୍ଦ କରିଦେବେ, ତାହା ଭାବିବା ନିତାନ୍ତ ଭୁଲ। ସେଥିପାଇଁ ଈଶ୍ୱର ପାପର ପ୍ରାୟଶ୍ଚିତ କରିବା ପାଇଁ ଅନ୍ୟ ଏକ ନିୟମ ଦେଇ କହିଲେ, ଗୋଟିଏ ନିଖୁନ୍ତ ମେଣ୍ଢାଛୁଆ ନେଇ ତାକୁ ବଳି ଦିଅ। ମଣିଷର ବଦଳରେ ମେଣ୍ଢାଛୁଆଟି ମୃତ୍ୟୁ ଭୋଗ କରେ। ଏହାର ଅର୍ଥ ଥିଲା, ମଣିଷ ବଦଳା ମେଣ୍ଢାଛୁଆଟି ମଣିଷର ପାପ ନିମନ୍ତେ ଦଣ୍ଡ ଭୋଗ କରେ। ମଣିଷର ପାପର ପ୍ରାୟଶ୍ଚିତ ପାଇଁ ମେଣ୍ଢାଛୁଆଟି ଦଣ୍ଡ ଭୋଗ କରୁଥିବାରୁ ଈଶ୍ୱର ମନୁଷ୍ୟକୁ ଆଉ ଶାସ୍ତି ଦିଅନ୍ତି ନାହିଁ। ଏହା ଥିଲା ଈଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ପ୍ରାୟଶ୍ଚିତର ନିୟମ। ପୂର୍ବରୁ ତୁମେ ଶୁଣିଛ କେମିତି ଆଦମ ଏବଂ ହବା ଈଶ୍ୱରଙ୍କର ଅବାଧ୍ୟ ହେଲେ। ତେଣୁ ଈଶ୍ୱର ସେମାନଙ୍କୁ ଏଦନ ବଗିଚାରୁ ବାହାର କରିଦେଲେ। କିନ୍ତୁ ଈଶ୍ୱର ସେହି ସମୟରେ ପ୍ରତିଜ୍ଞା କରିଥିଲେ ଯେ ମଣିଷମାନେ ପୁଣି ଯେପରି ଈଶ୍ୱରଙ୍କ ନିକଟକୁ ଫେରିଆସିବେ, ସେଥିପାଇଁ ସେ ଗୋଟିଏ ଉପାୟ ପ୍ରସ୍ତୁତ କରିବେ। ଆଉ ଈଶ୍ୱର ତାହା ସଫଳ କଲେ। ମରିୟମ ନାମରେ ଜଣେ କୁମାରୀ ଝିଅ ଥିଲେ। ଯୋସେଫ ନାମରେ ଜଣେ ଲୋକଙ୍କ ସହିତ ତାଙ୍କର ବିବାହ ନିର୍ବନ୍ଧ ହୋଇଥିଲା। କିନ୍ତୁ ବିବାହ ପୂର୍ବରୁ ସ୍ୱର୍ଗରୁ ଜଣେ ଦୂତ ମରିୟମଙ୍କ ନିକଟକୁ ଆସି କହିଲେ, ମରିୟମ, ତୁମେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହେବ ଏବଂ ଏକ ପୁତ୍ର ସନ୍ତାନ ପ୍ରସବ କରିବ ଏବଂ ସେହି ସନ୍ତାନ ମନୁଷ୍ୟ ଜାତିକୁ ଈଶ୍ୱରଙ୍କ ନିକଟକୁ ଫେରିଯିବାର ପଥ ପ୍ରସ୍ତୁତ କରିବେ। ତେଣୁ ଈଶ୍ୱର କହିଲେ, ଆଉ ପଶୁ ବଳିର ପ୍ରୟୋଜନ ହେବ ନାହିଁ। ମୋର ପୁତ୍ର ହିଁ ହେଉଛନ୍ତି ଉପଯୁକ୍ତ ବଳି। ଯଦି ମୋର ପୁତ୍ର ମଣିଷର ପାପ ପାଇଁ ନିଜକୁ ବଳି ଦେବେ, ତେବେ ମୁଁ ସନ୍ତୁଷ୍ଟ ହେବି। ସ୍ୱର୍ଗଦୂତଙ୍କର କହିବା ଅନୁଯାୟୀ ମରିୟମ କୁମାରୀ ଅବସ୍ଥାରେ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହେଲେ ଓ ତାଙ୍କର ଭାବି ସ୍ୱାମୀ ଯୋସେଫ ତାହା ଈଶ୍ୱରଙ୍କର ଅଲୌକିକ କାର୍ଯ୍ୟ ବୋଲି ଜାଣି ତାଙ୍କୁ ନିଜର ଭାର୍ଯ୍ୟା ରୂପେ ଗ୍ରହଣ କଲେ। ସନ୍ତାନ ପ୍ରସବ କରିବା ସମୟ ପାଖେଇ ଆସୁଥାଏ। ଠିକ୍ ସେତେବେଳେ ସେ ସମୟର ସରକାର ଏକ ଆଦେଶ ଘୋଷଣା କଲେ ଯେ ଜନଗଣନା ପାଇଁ ସବୁ ଲୋକ ନିଜ ନିଜ ଜନ୍ମସ୍ଥାନକୁ ଯିବେ। ବିଚାରା ଯୋସେଫ ତାଙ୍କର ଭାର୍ଯ୍ୟା ମରିୟମକୁ ସେହି ଅବସ୍ଥାରେ ନେଇଯିବା ପାଇଁ ବାଧ୍ୟ ହେଲେ। ହେଲେ ସେଠି ରହିବା ପାଇଁ ସେମାନଙ୍କୁ ଗୋଟିଏ ବସା ଘର ମଧ୍ୟ ମିଳିଲା ନାହିଁ। ଶେଷରେ ସେମାନେ ଗୋଟିଏ ଗୁହାଳ ଘରେ ରହିବାକୁ ବାଧ୍ୟ ହେଲେ ଓ ସେହି ସ୍ଥାନରେ ମରିୟମଙ୍କର ପୁତ୍ର ସନ୍ତାନଟିଏ ଜାତ ହେଲା। ଈଶ୍ୱର କହିଲେ ତାଙ୍କର ନାମ ଯୀଶୁ ଦେବ।
ଲୋକମାନଙ୍କର ସମସ୍ତ ପ୍ରକାର ମନ୍ଦ କାର୍ଯ୍ୟରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ମୁଁ ତାଙ୍କୁ ପଠେଇଛି। ଯୀଶୁ ଶବ୍ଦର ଅର୍ଥ ହେଉଛି ଉଦ୍ଧାରକର୍ତ୍ତା। ଯେଉଁ ରାତିରେ ଶିଶୁଟି ଜନ୍ମ ନେଲେ, ସେହି ଅନ୍ଧାର ଶୀତ ରାତିରେ କେତେଜଣ ମେଷପାଳକ ବାହାରେ ମେଷମାନଙ୍କୁ ଜଗିଥିଲେ। ସେହି ସମୟରେ ହଠାତ୍ ସ୍ୱର୍ଗର ଦୂତମାନେ ସେମାନଙ୍କ ନିକଟକୁ ଯାଇ କହିଲେ, ଭୟ କର ନାହିଁ, ଆମେ ତୁମକୁ ଗୋଟିଏ ଆନନ୍ଦର ଖବର ଶୁଣାଉଛୁ। ନଗର ମଧ୍ୟକୁ ଯାଇ ଦେଖ, ସେହି ସ୍ଥାନରେ ଗୋଟିଏ ଶିଶୁକୁ ଗୁହାଳ କୁଣ୍ଡରେ ଶୋଇଥିବାର ଦେଖିବ। ସେ ଈଶ୍ୱରଙ୍କର ପୁତ୍ର, ଆଉ ସେ ସବୁ ମନୁଷ୍ୟମାନଙ୍କୁ ପାପରୁ ରକ୍ଷା କରିବେ। ବାଳକ ଯୀଶୁ ଦିନକୁ ଦିନ ବଢ଼ିବାକୁ ଲାଗିଲେ। ତାଙ୍କର ଖୁବ୍ ଜ୍ଞାନ ଥିଲା। ସେ ସବୁ ଜାଣିଥିଲେ, କାରଣ ସେ ଈଶ୍ୱରଙ୍କର ପୁତ୍ର ଥିଲେ। ସେ ବାଳକ ଥିବା ସମୟରେ ବଡ଼ ବଡ଼ ପଣ୍ଡିତମାନଙ୍କ ସାଙ୍ଗେ ଯୁକ୍ତି କରୁଥିଲେ। ବୁଢ଼ା ଲୋକମାନେ ତାଙ୍କର ଜ୍ଞାନ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ। ଆମେ ତୁମକୁ ଆଗରୁ କହିଛୁ ଯେ ଏ ପୃଥିବୀ ସୃଷ୍ଟି ହେବା ପୂର୍ବରୁ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପିତା ଅର୍ଥାତ୍ ଈଶ୍ୱରଙ୍କର ସହିତ ଥିଲେ। ଯୀଶୁ ଯେତେବେଳେ ବୟସରେ ବଢ଼ିବାକୁ ଲାଗିଲେ, ସେ ଈଶ୍ୱରଙ୍କର ଗୌରବଜନକ କାର୍ଯ୍ୟ କରିବାକୁ ଲାଗିଲେ। ଈଶ୍ୱର କହିଲେ, ଏଇ ଆମ୍ଭର ପୁତ୍ର, ତୁମ୍ଭେମାନେ ତାହାଙ୍କ କଥା ଶୁଣ। ଈଶ୍ୱର କହିଲେ, ତୁମେ ଯଦି ଯୀଶୁଙ୍କ କଥାରେ ବିଶ୍ୱାସ କରିବ, ତେବେ ତୁମ୍ଭେମାନେ ମୋର ବାଧ୍ୟ ହେବ। ଯୀଶୁ ତାଙ୍କର ଶକ୍ତି ପ୍ରକାଶ କରିବାକୁ ଅନେକ ଆଶ୍ଚର୍ଯ୍ୟ କର୍ମ ସବୁ କଲେ। ଅନେକ ଲୋକ ତାଙ୍କର ପଛେ ପଛେ ଆସିଲେ। ଲୋକମାନେ ଅନେକ ରୋଗୀ ଲୋକମାନଙ୍କୁ, ଛୋଟା, ଅନ୍ଧ, କୁଜା, ଏହି ପ୍ରକାର ଲୋକମାନଙ୍କୁ ତାଙ୍କ ନିକଟକୁ ଆଣିଲେ। ସେ ସମସ୍ତଙ୍କୁ ସୁସ୍ଥ କଲେ। ଜଣେ ଲୋକ 4 ଦିନ ଧରି ମରିଯାଇଥିଲା। ପଚିଯାଇ ତା ଦେହରୁ ଦୁର୍ଗନ୍ଧ ବାହାରୁଥିଲା। ଯୀଶୁ ତାକୁ ଆଉ ଥରେ ଜୀବନ ଦେଲେ। ଆଉ ଦିନେ ଯୀଶୁଙ୍କର ଶିଷ୍ୟମାନେ ନୌକାରେ ଯାତ୍ରା କରୁଥିଲେ। ଏହି ସମୟରେ ସମୁଦ୍ରରେ ଖୁବ୍ ଝଡ଼ ହେଲା ଓ ନୌକା ବୁଡ଼ିଯିବାକୁ ଲାଗିଲା। ନୌକାରେ ବସିଥିବା ଲୋକମାନେ ଖୁବ୍ ଭୟ କଲେ। ଯୀଶୁ ସେହି ସମୁଦ୍ର ଉପରେ ଚାଲି ଚାଲି ଆସିଲେ, କିନ୍ତୁ ଯୀଶୁ ବୁଡ଼ି ଯାଇନଥିଲେ। ଯୀଶୁ ସମୁଦ୍ର ଓ ପବନକୁ ଧମକ ଦେଇ ଶାନ୍ତ କରିଦେଇଥିଲେ ଓ ତାଙ୍କର ଆଦେଶ ସଙ୍ଗେ ସଙ୍ଗେ ଝଡ଼ ବତାସ ମଧ୍ୟ ଯୀଶୁଙ୍କର ବାଧ୍ୟ ହେଲେ। ଯୀଶୁଙ୍କର ଆଶ୍ଚର୍ଯ୍ୟ କର୍ମ ଦେଖି ହଜାର ହଜାର ଲୋକ ଯୀଶୁଙ୍କ ପଛେ ପଛେ ଗଲେ। ସେମାନେ ଚାହୁଁଥିଲେ ଯୀଶୁ ଯେପରି ସେମାନଙ୍କର ରାଜା ହୁଅନ୍ତୁ। ଯୀଶୁ କହିଲେ, ସେ ଜଗତର ରାଜା ହେବାକୁ ଆସିନାହାନ୍ତି, କିନ୍ତୁ ସେ ସବୁବେଳେ ବ୍ୟବସ୍ଥା ପାଳନ କରିବାକୁ ଓ ସରକାରଙ୍କର ବାଧ୍ୟ ହେବାକୁ ଶିକ୍ଷା ଦେଉଥିଲେ। ତଥାପି ଅନେକ ଲୋକ ତାଙ୍କୁ ହିଂସା କଲେ ଓ ବିଚାର ସ୍ଥାନକୁ ନେଇଗଲେ। ସୈନ୍ୟମାନେ ଯୀଶୁଙ୍କୁ ମାରିଲେ, ତାଙ୍କ ଉପରେ ଛେପ ପକାଇଲେ, ଥଟ୍ଟା ପରିହାସ କଲେ। ସେମାନେ କଣ୍ଟାର ମୁକୁଟ ବନାଇ ତାଙ୍କୁ ପିନ୍ଧେଇ ଦେଲେ। ଯୀଶୁ ସେମାନଙ୍କର ପ୍ରତିବାଦ କଲେ ନାହିଁ, କାରଣ ଜଗତର ପାପ ପାଇଁ ତାଙ୍କୁ ଶାସ୍ତି ଭୋଗ କରିବାକୁ ପଡ଼ିବ ବୋଲି ସେ ଜଗତକୁ ଆସିଥିଲେ। ତେଣୁ ସେ ଆଗରୁ ତାଙ୍କର ଶିଷ୍ୟମାନଙ୍କୁ କହିଥିଲେ ଯେ ସେ ଲୋକମାନଙ୍କର ପାପ ପାଇଁ ମରିବେ ଓ ପୁଣି 3 ଦିନ ପରେ କବରରୁ ଉଠିବେ। କିନ୍ତୁ ତାଙ୍କର ଶିଷ୍ୟମାନେ ତାହା ବିଶ୍ୱାସ କରିନଥିଲେ। ତେଣୁ ଯେତେବେଳେ ସୈନ୍ୟମାନେ ତାଙ୍କୁ ଚାବୁକରେ ମାରିଲେ, ଶିଷ୍ୟମାନେ ତାଙ୍କୁ ଛାଡ଼ି ଚାଲି ଯାଇଥିଲେ।
ସେହି ସମୟର ସରକାର ଦୁଷ୍ଟ ଲୋକମାନଙ୍କୁ କ୍ରୁଶରେ ଟଙ୍ଗାଇ ଶାସ୍ତି ଦେଉଥିଲେ। ସେମାନେ ଯୀଶୁଙ୍କୁ କ୍ରୁଶରେ ଟଙ୍ଗାଇ ତାଙ୍କ ହାତ ଓ ପାଦରେ କଣ୍ଟା ପିଟି ଦେଲେ। କ୍ରୁଶରେ ଟଙ୍ଗାଗଲେ ମଣିଷ ଶୀଘ୍ର ମରେ ନାହିଁ, ମାତ୍ର ତାର ସବୁ ରକ୍ତ ବାହାରିଗଲେ ସେ ମରିଯାଏ। ଈଶ୍ୱର କହିଥିଲେ ପାପର ପ୍ରାୟଶ୍ଚିତ ପାଇଁ ଦରକାର ପବିତ୍ର ରକ୍ତ। ତେଣୁ ଯୀଶୁ କ୍ରୁଶରେ ତାଙ୍କର ସବୁ ରକ୍ତ ନିଗାଡ଼ି ଦେଲେ। ମଧ୍ୟାହ୍ନ ସମୟରେ ତାଙ୍କର ମୃତ୍ୟୁ ଘଟିଲା। କିନ୍ତୁ ଏହି ସମୟରେ ମଧ୍ୟରାତ୍ରି ପରି ଘୋର ଅନ୍ଧକାର ପୃଥିବୀରେ ଘୋଟିଗଲା। ପ୍ରବଳ ଭୂମିକମ୍ପ ହେଲା। ଜଣେ ସୈନିକ ଏସବୁ ଦେଖି କହିଲା, ଏହି ଲୋକ ସତରେ ଈଶ୍ୱରଙ୍କର ପୁତ୍ର ଥିଲେ। ତାଙ୍କର ମୃତ୍ୟୁ ପରେ ତାଙ୍କର ମର ଶରୀରକୁ ଗୋଟିଏ ନୂଆ କବରରେ ରଖାଗଲା ଏବଂ ତା ମୁହଁରେ ଗୋଟିଏ ବଡ଼ ପଥର ରଖି ଦିଆଗଲା। କାଳେ ଲୋକମାନେ ଯୀଶୁଙ୍କ ଶରୀରକୁ ଚୋରି କରି ନେଇ ଯୀଶୁ ପୁଣି ବଞ୍ଚିଛନ୍ତି ବୋଲି କହିବେ, ଏଥିପାଇଁ ସୈନ୍ୟମାନଙ୍କ ଦ୍ୱାରା ଏହି କବରକୁ ପହରା ଦେବାର ବ୍ୟବସ୍ଥା ମଧ୍ୟ କରାଗଲା। ଯୀଶୁଙ୍କ ମୃତ୍ୟୁର 3 ଦିନ ପରେ ତାଙ୍କର ସଙ୍ଗୀମାନେ ତାଙ୍କର ମର ଶରୀରକୁ ରଖାଯାଇଥିବା ସେହି ଗୁମ୍ଫା ନିକଟକୁ ଆସିଲେ। ସେମାନେ ଦେଖିଲେ ଯେ ବଡ଼ ପଥରଟି ଘୁଞ୍ଚା ଯାଇଛି ଏବଂ କବରଟି ଶୂନ୍ୟ ହୋଇ ରହିଛି। ଯୀଶୁଙ୍କ ଦେହ ଯେଉଁ ସ୍ଥାନରେ ଗୁଡ଼ାଯାଇ ରଖାଯାଇଥିଲା ସେ ସ୍ଥାନ ମଧ୍ୟ ଖାଲି ପଡ଼ି ରହିଥିଲା। ସେଠାରେ ସ୍ୱର୍ଗଦୂତମାନେ ବସି ରହିଥିଲେ। ସେମାନେ କହିଲେ, ଯୀଶୁ ତୁମମାନଙ୍କୁ ଆଗରୁ ଯେପରି କହିଥିଲେ ସେ ସେହିପରି ଉଠିଛନ୍ତି। ସ୍ତ୍ରୀ ଲୋକମାନେ ଏହି କଥା ଶୁଣି ଶିଷ୍ୟମାନଙ୍କୁ ଜଣାଇଲେ। ଶିଷ୍ୟମାନେ କବର ଭିତରକୁ ଅନାଇ ଦେଖିଲେ କବରଟି ଖାଲି ପଡ଼ିଛି। ମୁଁ 3 ଦିନ ପରେ ଉଠିବି, ଏଇ ଯେଉଁ କଥାଟି ଯୀଶୁ ସେମାନଙ୍କୁ କହିଥିଲେ ସେମାନଙ୍କର ଏବେ ମନରେ ପଡ଼ିଲା। ସେମାନେ ଯୀଶୁଙ୍କୁ ଖୋଜିଲେ ଏବଂ ପାଇଲେ ଏବଂ ଅନେକ ଲୋକ ତାଙ୍କୁ ଦେଖିଲେ। ଥୋମା ଯୀଶୁଙ୍କର ଜଣେ ବନ୍ଧୁ ଥିଲେ। ସେ କବର ନିକଟକୁ ଆସିନଥିଲେ। ତେଣୁ ଯୀଶୁ ଯେ ଉଠିଛନ୍ତି ଏହା ସେ ବିଶ୍ୱାସ କରିନଥିଲେ। ଥୋମା କହିଲେ, ମୁଁ ତାଙ୍କ ଦେହର କଣ୍ଟା ଦାଗକୁ ନ ଦେଖିବା ପର୍ଯ୍ୟନ୍ତ ସେ ଉଠିଛନ୍ତି ବୋଲି ମୁଁ ବିଶ୍ୱାସ କରିବି ନାହିଁ। ଥରେ ଥୋମା ଅନ୍ୟ ଶିଷ୍ୟମାନଙ୍କ ସହିତ ପ୍ରାର୍ଥନାରେ ବସିଥିବା ସମୟରେ ଯୀଶୁ ସେହି ଘର ଭିତରକୁ ଆସିଲେ। ସେମାନେ ଯେଉଁ ଘରେ ପ୍ରାର୍ଥନା କରୁଥିଲେ ତାହାର କବାଟ ଖିଡ଼ିକି ଚାରିଆଡ଼ ବନ୍ଦ ରହିଥିଲା। ଯୀଶୁ ମୃତ୍ୟୁରୁ ଉଠିବା ପରେ ତାଙ୍କର ଆଉ ଏ ମର ଶରୀର ନଥିଲା, ତାହା ଥିଲା ଏକ ଆତ୍ମିକ ଶରୀର। ସେଥିପାଇଁ ଦ୍ୱାର ସବୁ ବନ୍ଦ ରହିଥିଲେ ମଧ୍ୟ ଯୀଶୁ ସେହି ଘର ଭିତରକୁ ଆସିପାରିଥିଲେ। ଥୋମା ଯୀଶୁଙ୍କର କଣ୍ଟା ଦାଗ ସବୁ ଦେଖିଲେ ଓ ବିଶ୍ୱାସ କଲେ। ପୁନରୁତ୍ଥାନ ପରେ ଯୀଶୁ ପ୍ରାୟ 40 ଦିନ ଜଗତରେ ରହିଲେ। ଅନେକ ଲୋକ ତାଙ୍କୁ ଦେଖିଲେ ଏବଂ ତାଙ୍କ ସହିତ କଥାବାର୍ତ୍ତା କଲେ। ଥରେ 500 ଲୋକ ତାଙ୍କୁ ଦେଖିଥିଲେ। ପରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ମୋର ପିତାଙ୍କ ନିକଟକୁ ଯାଉଅଛି। ସେଠାକୁ ଗଲେ ମୋର ବନ୍ଧୁମାନଙ୍କ ପାଇଁ ସ୍ଥାନ ପ୍ରସ୍ତୁତ କରିବି। ପୁଣି ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ। ତୁମମାନଙ୍କ ନିକଟକୁ ଜଣେ ସାହାଯ୍ୟକାରୀ ଆତ୍ମାଙ୍କୁ ପଠାଇବି। ସେହି କଥା ଅନୁଯାୟୀ ଯୀଶୁ ବର୍ତ୍ତମାନ ସ୍ୱର୍ଗରେ ତାଙ୍କ ପିତାଙ୍କ ସହିତ ଅଛନ୍ତି ଏବଂ ତାଙ୍କ ସାହାଯ୍ୟକାରୀ ଆତ୍ମା ଯେଉଁମାନେ ଈଶ୍ୱରଙ୍କର ବାଧ୍ୟ ହୁଅନ୍ତି ଓ ଈଶ୍ୱରଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଯୀଶୁ ଜଗତ ଛାଡ଼ିବା ପୂର୍ବରୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଇ କହିଥିଲେ ଯେ, ମୋର ଏହି ସତ୍ୟ ସୁସମାଚାର ପୃଥିବୀର ଚାରିଆଡ଼େ ପ୍ରଚାର କର। ଏହି ଆଦେଶ ଦେଇ ସେ ସମସ୍ତଙ୍କର ଆଗରେ ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କଲେ। ଶିଷ୍ୟମାନେ ଠିଆ ହୋଇ ତାହା ଦେଖୁଥିଲେ। ଏହି ସମୟରେ ସ୍ୱର୍ଗରୁ 2 ଜଣ ଦୂତ ଆସି କହିଲେ, ଯୀଶୁଙ୍କୁ ଯେପରି ସ୍ୱର୍ଗକୁ ଯିବାକୁ ଦେଖୁଛ ସେ ପୁଣି ଆଉ ଥରେ ପୃଥିବୀକି ସେହି ଭାବରେ ଫେରିଆସିବେ। ସେହି ପ୍ରଥମ ପ୍ରଶ୍ନ କମ୍ପନ ତୋଳେ ମନ ତଳେ ଏ ମଣିଷ
ପ୍ରଥମ ପ୍ରଶ୍ନ କମ୍ପନ ତୋଳେ ମନ ତଳେ ହେ ମଣିଷ ତୁମେ କେଉଁଠାରେ କେଉଁଠାରେ ଆଜି ବି ରହିଛି ବିଭେଦ ପ୍ରାଚୀର ପାପ କଳଙ୍କ ବୋଳା ପାରେ ନାହିଁ ସହି ଏ ମଣିଷ ଆଉ ପାପର ଦହନ ଜ୍ୱାଳା ଜ୍ଞାନ ଗରିମାର ଆବରଣ ତଳେ ଜ୍ଞାନ ଗରିମାର ଆବରଣ ତଳେ ମଣିଷ କି କେବେ ଲୁଚି ପାରେ ସୃଷ୍ଟିର ସେହି ପ୍ରଥମ ପ୍ରଶ୍ନ କମ୍ପନ ତଳେ ମନ ତଳେ ହେ ମଣିଷ ତୁମେ କେଉଁଠାରେ କେଉଁଠାରେ ବର୍ତ୍ତମାନ ମୁଁ ତୁମକୁ ପ୍ରଭୁ ଯୀଶୁଙ୍କ ବିଷୟରେ ଆହୁରି ଅଧିକ ବିଷୟ କହିବି। ଯୀଶୁ ସବୁବେଳେ ତାଙ୍କ ପିତାଙ୍କର ବାଧ୍ୟ ଥିଲେ, ତଥାପି ଦୁଷ୍ଟ ଲୋକମାନେ ତାଙ୍କୁ କ୍ରୁଶରେ ଚଢ଼ାଇଲେ। ଈଶ୍ୱରଙ୍କର ଅବାଧ୍ୟ ହେବା ଦ୍ୱାରା ମଣିଷମାନେ ଦଣ୍ଡ ପାଇବା ଯୋଗ୍ୟ। ଆମେ ଆମର ପାପ ପାଇଁ ମୃତ୍ୟୁଦଣ୍ଡ ଯୋଗ୍ୟ ଥିଲୁ, କିନ୍ତୁ ପ୍ରଭୁ ଯୀଶୁ ଆମ ପାଇଁ ଜୀବନ ଦେଲେ। ଆମେ ଯେଉଁ ଦଣ୍ଡ ଭୋଗିଥାନ୍ତୁ, ପ୍ରଭୁ ଯୀଶୁ ଆମର ସେ ଦଣ୍ଡ ନିଜ ଉପରକୁ ନେଲେ। ମଣିଷର ପାପ ପାଇଁ ଆଉ କୌଣସି ବଳିର ପ୍ରୟୋଜନ ନାହିଁ, କାରଣ ଯୀଶୁ ନିଜେ ନିଜକୁ ବଳି ଦେଇ ସାରିଛନ୍ତି। ଅନ୍ୟ କୌଣସି ବଳି ମନୁଷ୍ୟର ପାପର ପ୍ରାୟଶ୍ଚିତ କରିପାରେ ନାହିଁ। ଯୀଶୁଙ୍କ ରକ୍ତ ଆଜି ଆମକୁ ଈଶ୍ୱରଙ୍କ ନିକଟକୁ ଯିବାର ବାଟ ଖୋଲି ଦେଇଛି। ଯୀଶୁଙ୍କ ରକ୍ତ କ'ଣ ଆପଣଙ୍କ ଜୀବନର ସବୁ ମନ୍ଦ ବିଷୟ ଓ ପାପକୁ ଧୋଇ ଦେଇଛି କି? ଈଶ୍ୱରଙ୍କ ବାକ୍ୟ କୁହେ, କୌଣସି ମନ୍ଦ ବିଷୟ ଈଶ୍ୱରଙ୍କର ପବିତ୍ର ରାଜ୍ୟରେ ପ୍ରବେଶ କରିବ ନାହିଁ। ଯୀଶୁ ଦୁଇଟି ପଥ ବିଷୟରେ ଆଗରୁ କହିଥିଲେ। ଏହି ଦୁଇଟି ପଥ ଭିତରୁ ଗୋଟିଏ ଖୁବ୍ ଚଉଡ଼ା। ପ୍ରତ୍ୟେକ ଲୋକ ଏହି ଚଉଡ଼ା ରାସ୍ତାରେ ଯିବା ପାଇଁ ଇଚ୍ଛା କରନ୍ତି। ଏହା ଏକ ସହଜ ରାସ୍ତା, ତେଣୁ ମଣିଷ ଏହି ରାସ୍ତାରେ ଯିବା ପାଇଁ ଭଲ ପାଏ, କାରଣ ଏହି ରାସ୍ତାରେ ମଣିଷ ଅନେକ ମନ୍ଦ କାର୍ଯ୍ୟ କରିବାକୁ ସୁବିଧା ପାଏ ଓ ମନ୍ଦ ଲୋକମାନେ ମଧ୍ୟ ତାର ସଙ୍ଗୀ ହୁଅନ୍ତି। ଏହା ହେଉଛି ଶୟତାନର ରାସ୍ତା, କିନ୍ତୁ ଏହାର ଶେଷରେ ଅଛି ଅଗ୍ନିକୁଣ୍ଡ, ଯେଉଁଠାରେ କି ମଣିଷ ତାର ଦଣ୍ଡ ଭୋଗ କରେ। ଅନ୍ୟ ପଥଟି ଯୀଶୁଙ୍କର ପଥ, କିନ୍ତୁ ତାହା ଖୁବ୍ ସରୁ। ଯେତେବେଳେ ଲୋକମାନେ ଏହି ପଥ ଦେଇ ଯାଆନ୍ତି, ଯୀଶୁ ସେମାନଙ୍କ ସହିତରେ ଥାଆନ୍ତି। ଏ ରାସ୍ତାରେ ଗଲେ କୌଣସି ଦଣ୍ଡ ନାହିଁ, କାରଣ ଯୀଶୁ ନିଜେ ସେହି ଦଣ୍ଡ ଭୋଗି ସାରିଛନ୍ତି। ପ୍ରତ୍ୟେକ ଲୋକ ନିଜେ ଠିକ୍ କରିବା ଦରକାର, ସେ ସେହି ସରୁ ରାସ୍ତାରେ ଯିବ କି ଚଉଡ଼ା ରାସ୍ତାରେ ଯିବ। ଯୀଶୁଙ୍କର ପରେ ଈଶ୍ୱରଙ୍କ ନିକଟକୁ ଯିବାର ଏକ ନୂଆ ପଥ ଖୋଲିଗଲା। ଯୀଶୁ ମଣିଷର ପାପ ପାଇଁ ଜୀବନ ଦେଲେ ଓ ସେ ଦିନଠୁ ବଳିଦାନ ପ୍ରଥା ମଧ୍ୟ ଉଠିଗଲା। ଯୀଶୁ ଚାହାନ୍ତି ଆମେ ସମସ୍ତେ ଯେପରି ତାଙ୍କର ପରିବାରଭୁକ୍ତ ହେଉ। ଈଶ୍ୱର କଳା ଗୋରା, ଧନୀ ଗରିବ, ଦୁଷ୍ଟ ମନ୍ଦ ସବୁ ଲୋକମାନଙ୍କୁ ପ୍ରେମ କରନ୍ତି। ଈଶ୍ୱର ଚାହାନ୍ତି ପୁରୁଷ ଓ ସ୍ତ୍ରୀ, ପିଲାପିଲି ଯେପରି ସମସ୍ତେ ତାଙ୍କର ସେହି ପରିବାର ଭିତରକୁ ଆସିବେ। ତୁମେ କ'ଣ ଈଶ୍ୱରଙ୍କ ପରିବାର ଭିତରକୁ ଆସିବାକୁ ଇଚ୍ଛା କର? ଯଦି ତୁମେ ତାଙ୍କୁ ପ୍ରାର୍ଥନା କରିବ,
ତେବେ ତୁମେ ନିଶ୍ଚୟ ତାଙ୍କର ପରିବାରଭୁକ୍ତ ହେବ। ପ୍ରାର୍ଥନା କରି ଏପରି କୁହ, ହେ ଯୀଶୁ, ମୁଁ ଜାଣେ ମୁଁ ଜଣେ ପାପୀ ଲୋକ। ମୋର ସବୁ ମନ୍ଦ କାମ ପାଇଁ ମୁଁ ମୃତ୍ୟୁ ପାଇବା ଯୋଗ୍ୟ, କିନ୍ତୁ ଏବେ ମୁଁ ଚାହୁଁଛି ତୁମର ଆତ୍ମାଙ୍କୁ ମୋର ଜୀବନ ଭିତରକୁ ପଠାଅ ଏବଂ ମୋତେ ତୁମର ପରିବାରଭୁକ୍ତ କର। ବର୍ତ୍ତମାନ ମୁଁ ତୁମକୁ ଈଶ୍ୱରଙ୍କର ଆତ୍ମା ବିଷୟରେ କିଛି କହିବାକୁ ଚାହେଁ। ଏହି ଛବିରେ ଜଣେ ବୁଢ଼ା ମଣିଷକୁ ଦେଖ। ତାଙ୍କର ନାମ ନିକୋଦିମ। ସେ ଦିନେ ରାତିରେ ଯୀଶୁଙ୍କ ନିକଟକୁ କଥାବାର୍ତ୍ତା କରିବାକୁ ଆସିଥିଲେ। ଯୀଶୁ ତାଙ୍କୁ କହିଲେ, ଈଶ୍ୱରଙ୍କ ପରିବାରଭୁକ୍ତ ହେବାକୁ ହେଲେ ତୁମକୁ ଆଉ ଥରେ ଜନ୍ମ ନେବାକୁ ହେବ। ନିକୋଦିମ ତାହାଙ୍କୁ କହିଲେ, ବୁଢ଼ା ହେଲା ପରେ ମଣିଷ କିପରି ଆଉ ଥରେ ଜନ୍ମ ହେବ? ସେ କ'ଣ ଆଉ ଥରେ ତାର ମାତାର ଗର୍ଭରେ ପ୍ରବେଶ କରି ଜନ୍ମ ହେବ? ଯୀଶୁ ତାହାଙ୍କୁ କହିଲେ, ତୁମର ଯେଉଁ ଜୀବନ ଅଛି ତାହା ତୁମର ପିତାମାତାଙ୍କର ଜୀବନ, ତାହା ଧୂଳିରୁ ସୃଷ୍ଟି। କିନ୍ତୁ ତୁମର ଏପରି ଗୋଟିଏ ଜୀବନ ପାଇବା ଦରକାର ଯାହାକି ସ୍ୱର୍ଗରୁ ଆଗତ। ତେଣୁ ନୂତନ ଜୀବନ, ଯାହାକୁ ଦ୍ୱିତୀୟ ଜନ୍ମ ବୋଲି କୁହାଯାଏ, ତାହା ପାଇବା ନିତାନ୍ତ ଦରକାର। ଯୀଶୁ କହିଲେ, ଯଦି କେହି ମୋର ପଛେ ପଛେ ଆସେ ଓ ମୋହର ବାକ୍ୟର ବାଧ୍ୟ ହୁଏ, ମୁଁ ତାକୁ ସେହି ଜୀବନ ଦେବି। ସେହି ଜୀବନ ହେଉଛି ଈଶ୍ୱରଙ୍କର ଜୀବନ ବା ନୂଆ ଜୀବନ। ଏହି ଜୀବନ କେବେ ସରେ ନାହିଁ। ନିକୋଦିମ ଏହା ଶୁଣି ଯୀଶୁଙ୍କର ବାଧ୍ୟ ହେଲେ। ଯୀଶୁ ତୁମର ପ୍ରଭୁ ହେବାକୁ ଚାହାନ୍ତି। ଯୀଶୁ ଚାହାନ୍ତି ତୁମେ ତାହାଙ୍କୁ ଏହି କଥା କହିବ, ତୁମେ ମୋର ପ୍ରଭୁ, ମୁଁ ତୁମର ପଛେ ପଛେ ଯିବି ଏବଂ ତୁମର ବାଧ୍ୟ ହେବି। ଛବିରେ ଯେଉଁ ଲୋକମାନଙ୍କୁ ଦେଖୁଛ, ସେମାନେ ଯୀଶୁଙ୍କର ବନ୍ଧୁ। ଯୀଶୁ ସ୍ୱର୍ଗକୁ ଯାଇଛନ୍ତି, କିନ୍ତୁ ସେ ତାଙ୍କର ବନ୍ଧୁମାନଙ୍କୁ କହିଯାଇଥିଲେ ଯେ ମୁଁ ମୋର ଆତ୍ମାଙ୍କୁ ପଠାଇବି। ତହିଁରେ ଏକ ପବିତ୍ର ଜୀବନ କାଟିବାରେ ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ। ଚିତ୍ରରେ ଦେଖାଯାଉଛି କିପରି ଏହି ଲୋକମାନେ ଗୋଟିଏ ବଡ଼ ଶବ୍ଦ ଶୁଣିଲେ ଓ ସ୍ୱର୍ଗରୁ ଅଗ୍ନି ସ୍ୱରୂପେ ପବିତ୍ର ଆତ୍ମା ଆସି ସେମାନଙ୍କ ଜୀବନକୁ ପୂର୍ଣ୍ଣ କଲା। ସେମାନେ ଈଶ୍ୱରଙ୍କର ପଛେ ପଛେ ଚାଲିବା ପାଇଁ ସେହିଦିନଠାରୁ ଶକ୍ତିପ୍ରାପ୍ତ ହେଲେ। ଯେଉଁମାନେ ଯୀଶୁଙ୍କର ବାଧ୍ୟ ହୁଅନ୍ତି ଏବଂ ତାଙ୍କର ପଛେ ପଛେ ଚାଲନ୍ତି, ତାଙ୍କର ଆତ୍ମା ଠିକ୍ ସେହିପରି ସେମାନଙ୍କୁ ସାହାଯ୍ୟ କରିବେ। ଯେଉଁ ଲୋକ ଅନ୍ଧାରରେ ଯିବା ଆସିବା କରେ, ସେ ବାଟରେ ଥିବା ଗାଡ଼ ବା ପଥରଗୁଡ଼ିକୁ ନ ଦେଖିପାରି ଝୁଣ୍ଟି ପଡ଼େ। ଛବିରେ ଦେଖ, ଅନ୍ଧାରରେ ଚାଲୁଥିବା ଲୋକଟି କେମିତି ଝୁଣ୍ଟି ପଡ଼ିଛି। ଠିକ୍ ସେହିପରି ଯେ ଶୟତାନର ପଛେ ପଛେ ଯାଏ, ସେ ଅନ୍ଧକାରରେ ଭ୍ରମଣ କରେ। ସେତେବେଳେ ସେ ଝୁଣ୍ଟି ପଡ଼େ। ତାର ସାହାଯ୍ୟକାରୀ କେହି ନଥାଏ, କାରଣ ଶୟତାନ ତାକୁ ମନ୍ଦ ପଥରେ କଢ଼େଇ ନିଏ। ଅନ୍ୟ ଲୋକଟି କିପରି ଖୁବ୍ ଆନନ୍ଦରେ ଯାଉଛି ଦେଖ, କାରଣ ସେ ଆଲୋକରେ ଚାଲୁଛି। ସେ ଜାଣେ ଯେ ତାର ପାପ ସବୁ କ୍ଷମା ହୋଇଛି, କାରଣ ପ୍ରଭୁ ଯୀଶୁ ତାର ପାପର ପ୍ରାୟଶ୍ଚିତ କରିସାରିଛନ୍ତି ଓ ସେ ଦଣ୍ଡ ଆଉ ପାଇବ ନାହିଁ। ମୃତ୍ୟୁ ପରେ ସ୍ୱର୍ଗକୁ ଯିବ ବୋଲି ସେ ଏକବାରେ ନିଶ୍ଚିତ। ଈଶ୍ୱରଙ୍କର ବାକ୍ୟରେ କୁହାଯାଏ ଯେ ଖ୍ରୀଷ୍ଟଙ୍କର ଅନୁଗମନ କରେ, ସେ ତାର ପୁରୁଣା ମନ୍ଦ ବିଷୟ ସବୁ ଛାଡ଼େ। ଦେବଦେବଙ୍କୁ ଯେଉଁ ପ୍ରସାଦ ଦିଆଯାଏ, ସେ ତାହା ଖାଏ ନାହିଁ, କି ନାରୀମାନଙ୍କ ପ୍ରତି କୌଣସି ଖରାପ ବ୍ୟବହାର କରେ ନାହିଁ। ସେ ଝଗଡ଼ା କରେ ନାହିଁ କି ଚୋରି କରେ ନାହିଁ। ସେ କୌଣସି ଦେବଦେବୀ ବା ମୂର୍ତ୍ତି ପୂଜା କରେ ନାହିଁ କିମ୍ବା କୌଣସି ପ୍ରକାରର ମନ୍ଦ କାର୍ଯ୍ୟରେ ସେ ଲିପ୍ତ ହୁଏ ନାହିଁ, କାରଣ ସେ ଜାଣେ ଯେ ସେସବୁ ଶୈତାନର କାର୍ଯ୍ୟ। ଛବିରେ ଥିବା ଲୋକଟିକୁ ଦେଖ, ସେ ତାର ପୁରୁଣା ମନ୍ଦ କାର୍ଯ୍ୟ ସବୁକୁ ପରିତ୍ୟାଗ କରିଛି। ଯୀଶୁଖ୍ରୀଷ୍ଟଙ୍କର ଅନୁଗମନ କରୁଥିବା ପରିବାର ଗୋଟିଏ ସୁଖୀ ପରିବାର। ଈଶ୍ୱର କୁହନ୍ତି, ସ୍ୱାମୀ ନିଶ୍ଚୟ ସ୍ତ୍ରୀକୁ ପ୍ରେମ କରିବ ଏବଂ ସ୍ତ୍ରୀ ତା ସ୍ୱାମୀକୁ ନିଶ୍ଚୟ ପ୍ରେମ କରିବ। ଖ୍ରୀଷ୍ଟିଆନ ସ୍ୱାମୀ ତାର ସ୍ତ୍ରୀକୁ ନିଶ୍ଚୟ ସାହାଯ୍ୟ କରିବ, କାରଣ ପୁରୁଷ ଅପେକ୍ଷା ସ୍ତ୍ରୀ ଦୁର୍ବଳ। ଯଦି ସ୍ତ୍ରୀ ଗର୍ଭବତୀ ଥାଏ, ତେବେ ସ୍ୱାମୀ ତାକୁ ଆହୁରି ଅଧିକ ସାହାଯ୍ୟ କରିବା ଉଚିତ। ଖ୍ରୀଷ୍ଟିଆନ ସ୍ତ୍ରୀ ମଧ୍ୟ ସ୍ୱାମୀର ବାଧ୍ୟ ହେବ ଏବଂ ତାର କଥାର ପ୍ରତିବାଦ କରିବ ନାହିଁ।
ଯେ କେହି ଖ୍ରୀଷ୍ଟଙ୍କର ଅନୁଗମନ କରେ ତାର ଜୀବନ ଠିକ୍ ଏହି ପ୍ରକାର ହେବା ଉଚିତ। ସେ ତାର ପିଲାମାନଙ୍କ ବିଷୟ ଚିନ୍ତା କରିବା ଦରକାର। ସେ ଯୀଶୁଙ୍କ ପରି ହେବା ଉଚିତ ଏବଂ ତାର ପରିବାର ପ୍ରତି ଦୟାଶୀଳ ହେବା ଉଚିତ। ଖ୍ରୀଷ୍ଟିଆନର ଗୃହରେ ଖ୍ରୀଷ୍ଟ ହେଉଛନ୍ତି ଗୃହକର୍ତ୍ତା। ଯେଉଁ ଲୋକମାନେ ତାକୁ ଦେଖିବେ ସେମାନେ ଯେପରି ଜାଣିପାରିବେ ଯେ ଏ ଜଣେ ସମ୍ପୂର୍ଣ୍ଣ ଭିନ୍ନ ବ୍ୟକ୍ତି। ଈଶ୍ୱର କୁହନ୍ତି, ତୁମର ଶତ୍ରୁକୁ ମଧ୍ୟ ତୁମାନେ ପ୍ରେମ କର, କାରଣ ଆମ୍ଭେମାନେ ପାପ କରି ତାଙ୍କର ଶତ୍ରୁ ଥିଲେ ମଧ୍ୟ ସେ ଆମକୁ ପ୍ରେମ କଲେ। ଚିତ୍ରରେ ଯେଉଁ ଦୁଇ ଜଣଙ୍କୁ ତୁମେ ଦେଖୁଛ ସେମାନେ ଆଗରୁ ପରସ୍ପରର ଶତ୍ରୁ ଥିଲେ, କିନ୍ତୁ ବର୍ତ୍ତମାନ ସେମାନେ ଆଉ ପୂର୍ବପରି କଜିଆ କରୁନାହାନ୍ତି, କାରଣ ସେମାନେ ପରସ୍ପରକୁ ପ୍ରେମ କରୁଛନ୍ତି। ତା ପାଖ ଛବିଟିରେ ଦେଖ, ଜଣେ ଲୋକଟି ଅନ୍ୟ ଜଣେ ଅପରିଚିତ ବ୍ୟକ୍ତିକୁ ସାହାଯ୍ୟ କରୁଛନ୍ତି। ଯେ ଖ୍ରୀଷ୍ଟଙ୍କୁ ଅନୁଗମନ କରେ ସେ ନିଶ୍ଚୟ ସମସ୍ତଙ୍କୁ ପ୍ରେମ କରିବ ଏବଂ ସମସ୍ତଙ୍କୁ ଦୟା କରିବ। ଆମ୍ଭମାନଙ୍କର ଜୀବନ ଦେଖି ଯେପରି ଅନ୍ୟ ଲୋକମାନେ ଜାଣିପାରିବେ ଯେ ଆମ୍ଭେମାନେ ଈଶ୍ୱରଙ୍କ ପଥରେ ଚାଲିଛୁ। ଚିତ୍ରରେ ଯେଉଁ ଦୁଇ ଜଣଙ୍କୁ ଦେଖୁଛ ସେମାନେ କାଠ ପଥରରେ ତିଆରି ପ୍ରତିମା ଓ ମୂର୍ତ୍ତିଗୁଡ଼ିକୁ ନିଆଁରେ ପକାଇ ଦେଉଛନ୍ତି। ସେମାନଙ୍କର ପୁରୁଣା ସ୍ୱଭାବ ମରିଯାଇଛି। ସେମାନେ ଜାଣନ୍ତି ଯୀଶୁଙ୍କର ଶକ୍ତି ସବୁଠାରୁ ବେଶୀ, ତେଣୁ ସେମାନେ ମାଟିରେ ତିଆରି ମୂର୍ତ୍ତିଗୁଡ଼ିକୁ ନିଆଁରେ ପୋଡ଼ି ପକାଉଛନ୍ତି। ଯୀଶୁ କହିଲେ, ତୁମେମାନେ ଦୁଇ ପ୍ରଭୁର ଦାସ ହୋଇପାରିବ ନାହିଁ। ତୁମମାନେ ଶୈତାନକୁ ବିଶ୍ୱାସ କର ନାହିଁ, ରୋଗ ହେଲେ ଗୁଣି କର ନାହିଁ, କି ଭୂତ ପ୍ରେତକୁ ବିଶ୍ୱାସ କର ନାହିଁ। ଯେତେବେଳେ ତୁମକୁ ଭୟ ଲାଗେ ବା ତୁମାନେ ରୋଗରେ ପଡ଼ ସେତେବେଳେ ମୋ ନାମରେ ପ୍ରାର୍ଥନା କର। ଯୀଶୁଙ୍କ ନାମରେ ଖୁବ୍ ଶକ୍ତି ଅଛି। ସେ କହିଛନ୍ତି, ମୁଁ ତୁମକୁ କଦାପି ଛାଡ଼ିବି ନାହିଁ। ଛବିରେ ଯେଉଁ ଲୋକକୁ ଦେଖୁଛ ତାଙ୍କୁ ଭୂତ ଲାଗିଥିଲା। ଅନେକ ସମୟରେ ଲୋକେ ତାଙ୍କୁ ବାନ୍ଧିବାକୁ ଚେଷ୍ଟା କରୁଥିଲେ, ମାତ୍ର ସେ ସବୁ ଦୌଡ଼ି ଛିଣ୍ଡେଇ ଦେଉଥିଲେ। ଯୀଶୁ ଖୁବ୍ ଶକ୍ତିଶାଳୀ ଥିଲେ। ସେହି ଲୋକକୁ ଯେତେବେଳେ ଯୀଶୁ ଦେଖିଲେ ସେ ଭୂତଗୁଡ଼ିକୁ ତା ଭିତରୁ ବାହାରି ଯିବା ପାଇଁ ଆଜ୍ଞା ଦେଲେ। ସେ ଭୂତମାନେ ତାଙ୍କର ଆଦେଶରେ ବାହାରିଗଲେ। ଶୟତାନ ଏବଂ ମନ୍ଦ ଶକ୍ତି ତାଙ୍କର ବଶୀଭୂତ। ସେମାନେ ତାଙ୍କର ଆଦେଶ ମାନନ୍ତି। ସେହି ଲୋକଟି ଘରକୁ ଫେରିଗଲା ଏବଂ ତାର ପରିବାର ସହିତ ମିଶିଲା। ଯେତେବେଳେ ଜଣେ ଶୟତାନ ପଥରୁ ଫେରି ପ୍ରଭୁଙ୍କ ବାଟକୁ ଆସେ ସେ ଖ୍ରୀଷ୍ଟିଆନ ହୁଏ ବା ଯୀଶୁଙ୍କର ପରିବାରଭୁକ୍ତ ହୁଏ। ଶୟତାନ ତାକୁ ସେହି ପୁରୁଣା ବାଟରେ ଯିବାକୁ ପ୍ରଲୋଭନ ଦେଖାଏ। ସେତେବେଳେ ସେହି ଲୋକ କହିଦେବା ଉଚିତ ଯେ ଶୟତାନ ମୋ ନିକଟରୁ ଦୂର ହୁଅ। ଶୟତାନ ନିଶ୍ଚୟ ପଳେଇଯିବ। ଯେତେବେଳେ ଯୀଶୁ ଆମକୁ ରକ୍ଷା କରନ୍ତି ସେତେବେଳେ ଶୟତାନ ଆମର କିଛି କରିପାରିବ ନାହିଁ। ଅନ୍ଧାରକୁ ବା କୌଣସି ଭୂତ ପ୍ରେତକୁ ଆଦୌ ଭୟ କର ନାହିଁ, କାରଣ ଶୟତାନର ଶକ୍ତିଠାରୁ ଯୀଶୁଙ୍କର ଶକ୍ତି ଅନେକ ଅଧିକ। ପ୍ରତ୍ୟେକ ଖ୍ରୀଷ୍ଟିଆନ ନିଜ ଜୀବନରେ ଗୋଟିଏ ଯୁଦ୍ଧର ସମ୍ମୁଖୀନ ହୁଏ। ଏହା କୌଣସି ଲୋକ ବିରୁଦ୍ଧରେ ନୁହେଁ, ଏହା ଶୟତାନ ଏବଂ ତାର କାର୍ଯ୍ୟ ବିରୁଦ୍ଧରେ। ଶୟତାନ ଚାହେଁ ନାହିଁ ଯେ କେହି ଯୀଶୁଙ୍କ ପଛେ ପଛେ ଚାଲୁ ଏବଂ ଈଶ୍ୱରଙ୍କର ସନ୍ତାନ ହେଉ। ମଝିରେ ଯେଉଁ ଲୋକର ଚିତ୍ର ଦେଖୁଛ ଖ୍ରୀଷ୍ଟିଆନର ଜୀବନ ଠିକ୍ ତାପରି। ଗୋଟିଏ ପାଖରେ ଯୀଶୁ ଓ ଅନ୍ୟ ପାଖରେ ଶୟତାନ। ବେଳେବେଳେ ଶୟତାନର କଥା ତାକୁ ବହୁତ ଭଲ ଲାଗେ। ସମୟ ସମୟ ଶୟତାନ ଖ୍ରୀଷ୍ଟିଆନକୁ ଭୁଲେଇ ଜୋର କରି ତା ବାଟକୁ ଟାଣି ନିଏ। ଖ୍ରୀଷ୍ଟିଆନ ତାର ବାଧ୍ୟ ହୋଇ ମନ୍ଦ କାମ ସମୟ ସମୟ କରିପକାଏ। ତେବେ ଈଶ୍ୱରଙ୍କର ସନ୍ତାନ ହେବା ପରେ ଖ୍ରୀଷ୍ଟିଆନ ଯଦି ଭୁଲ କରେ ଈଶ୍ୱର କ'ଣ ତାକୁ ଶାସ୍ତି ଦିଅନ୍ତି ନା ତଡ଼ି ଦିଅନ୍ତି? ନା, ଖ୍ରୀଷ୍ଟିଆନ ପଡ଼ିଗଲେ ମଧ୍ୟ
ଈଶ୍ୱରଙ୍କ ନିକଟକୁ ଫେରିଯିବାର ତାର ଗୋଟିଏ ଉପାୟ ଅଛି। ଚିତ୍ରରେ ଯେଉଁ ପୁଅର ଛବି ଦେଖୁଛ, ସେ ଦିନେ ତାର ବାପାଙ୍କ ପାଖରୁ ଦୂରକୁ ଚାଲିଯାଇଥିଲା। ତାର ବାପା ଖୁବ୍ ଧନୀ ଲୋକ ଥିଲେ। ତାଙ୍କର ଖୁବ୍ ସୁନ୍ଦର ଘର ଥିଲା। ସେହି ପୁଅ ଦିନେ ଅବାଧ୍ୟ ହୋଇ ଦୂରକୁ ଚାଲିଗଲା ଏବଂ ବାପା ଦେଇଥିବା ସମସ୍ତ ଟଙ୍କା ଖର୍ଚ୍ଚ କରି ପକାଇଲା। ଯେତେବେଳେ ତା ପାଖରେ ଟଙ୍କା ଥିଲା, ସେତେବେଳେ ତାର ବହୁତ ସାଙ୍ଗ ଥିଲେ। ଟଙ୍କା ସରିଗଲା ପରେ ତାର ସାଙ୍ଗମାନେ ତାକୁ ଛାଡ଼ି ଚାଲିଗଲେ। ତାର ଖାଇବାକୁ ଓ ପିନ୍ଧିବାକୁ ମଧ୍ୟ ନଥିଲା। ଦିନେ ସେ ମନେ ମନେ କହିଲା, ଆରେ ମୁଁ କେଡ଼େ ମୂର୍ଖ! ମୋର ବାପାଙ୍କ ଘରେ କେତେ ଚାକରମାନଙ୍କର ଖାଇବାର ବଳି ପଡ଼ୁଛି, ଆଉ ମୁଁ ଏଠି ଭୋକରେ ଅଛି। ମୁଁ ମୋର ବାପାଙ୍କ ନିକଟକୁ ଫେରିଯିବି। ମୁଁ ଯାଇ ତାଙ୍କୁ କ୍ଷମା ମାଗିବି। ବାପା ଯେତେବେଳେ ଦେଖିଲେ ପୁଅ ଫେରିଆସିଛି, ସେ ଖୁବ୍ ଖୁସି ହେଲେ ଏବଂ ତାକୁ କ୍ଷମା ଦେଲେ। ସେହିପରି ଖ୍ରୀଷ୍ଟିଆନ ଯେତେବେଳେ ଈଶ୍ୱରଙ୍କ ନିକଟକୁ ପୁଣି ଫେରିଆସେ, ଈଶ୍ୱର ତାର ପାପ ସବୁ ଆଉଥରେ କ୍ଷମା କରିଦିଅନ୍ତି। ଖ୍ରୀଷ୍ଟିଆନ ହେଉ ବା ଅଖ୍ରୀଷ୍ଟିଆନ ହେଉ, ପ୍ରତ୍ୟେକ ରୋଗରେ ପଡ଼ିଥାନ୍ତି। ଅନେକ ସମୟରେ ଆମେ ନିଜ ଶରୀରର ଯତ୍ନ ନେଇନଥାଉ, ତେଣୁ ଆମେ ରୋଗରେ ପଡ଼ୁ। ଅନେକ ଜଣ ଭଲ ଖାଇବାକୁ ପାଆନ୍ତି ନାହିଁ, ତେଣୁ ରୋଗରେ ପଡ଼ିଥାନ୍ତି। ଶୟତାନ ବାଟରେ ଯାଇ ଆମେ କେବେ କେବେ ରୋଗରେ ପଡ଼ିଥାଉ। ଆହୁରି ଅନେକ ଅଛନ୍ତି ଯେଉଁମାନେ ଗୁଣି ଗାରିଡ଼ି କରିବା ଦ୍ୱାରା ମଧ୍ୟ ରୋଗରେ ପଡ଼ିଥାନ୍ତି। ତେବେ ଜଣେ ଖ୍ରୀଷ୍ଟିଆନକୁ ରୋଗ ହେଲେ ସେ କ'ଣ କରେ? ସେ ଏହି ରୋଗରୁ ସୁସ୍ଥ ହେବା ପାଇଁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରେ। କାରଣ ସେ ଜାଣେ ପ୍ରଭୁ ଯୀଶୁଙ୍କର ଶକ୍ତି ସବୁଠାରୁ ବେଶୀ। କୌଣସି ଗୁଣିଆ ନିକଟକୁ କେବେ ହେଲେ ଯାଅ ନାହିଁ, କାରଣ ମନ୍ଦ ଶକ୍ତି କେବେ ହେଲେ ରୋଗ ସୁସ୍ଥ କରିପାରେ ନାହିଁ। ସୁସ୍ଥ ହେବା ପାଇଁ ବରଂ ଡାକ୍ତରଖାନାର ସାହାଯ୍ୟ ନେବା ଉତ୍ତମ। ରୋଗରୁ ରକ୍ଷା ପାଇବା ପାଇଁ ନିଜ ଶରୀରର ଓ ପିଲାମାନଙ୍କର ଶରୀରର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଦିନେ ନା ଦିନେ ତୁମେ ନିଶ୍ଚୟ ମରିବ। ଯେତେବେଳେ ଜଣେ ଖ୍ରୀଷ୍ଟିଆନ ମରେ, ତାର ଆତ୍ମା ପ୍ରଭୁଙ୍କ ପାଖକୁ ଯାଏ। ଖ୍ରୀଷ୍ଟଙ୍କ ପରିବାରଭୁକ୍ତ ସମସ୍ତେ ଦିନେ ସ୍ୱର୍ଗରେ ଏକାଠି ହେବେ ଓ ପରସ୍ପରକୁ ଦେଖିବେ। ତେଣୁ ଖ୍ରୀଷ୍ଟିଆନ ଅନ୍ୟମାନଙ୍କ ପରି ନିରାଶ ହୁଏ ନାହିଁ। ଯେ ଯୀଶୁଙ୍କ ପଛରେ ଚାଲେ ନାହିଁ, ଯୀଶୁଙ୍କର ବାଧ୍ୟ ହୁଏ ନାହିଁ, ସେ ଅଗ୍ନିମୟ ନରକକୁ ଯାଏ। ଯେଉଁମାନେ ଖ୍ରୀଷ୍ଟିଆନ ନୁହନ୍ତି, ସେମାନେ ଜାଣିପାରନ୍ତି ନାହିଁ ମୃତ୍ୟୁ ପରେ ମଣିଷର ଆତ୍ମା କେଉଁଠାକୁ ଯାଏ। ତେଣୁ ପ୍ରତ୍ୟେକ ମଣିଷ ସବୁବେଳେ ସତର୍କ ଜୀବନଯାପନ କରିବା ଉଚିତ, ଯେପରି ସେ ସ୍ୱର୍ଗକୁ ଯାଇପାରିବ। ଆଖି, କାନ, ପାଟି, ହାତଗୋଡ଼ ଏସବୁ ହେଉଛି ମଣିଷ ଶରୀରର ଗୋଟିଏ ଗୋଟିଏ ଅଙ୍ଗ। ପ୍ରତ୍ୟେକ ଅଙ୍ଗ ବିଭିନ୍ନ କାର୍ଯ୍ୟ କରେ। କିଏ ବେଶୀ କାମ କରେ ତ କିଏ କମ୍ କାମ କରେ। କିନ୍ତୁ ଏସବୁ ଅଙ୍ଗଗୁଡ଼ିକ ଗୋଟିଏ ଶରୀରର ଅଟେ। ଯଦି ଗୋଟିଏ ଅଙ୍ଗ ଅସୁସ୍ଥ ହୁଏ, ତେବେ ପୂରା ଶରୀରଟି ମଧ୍ୟ କଷ୍ଟ ପାଏ। ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନେ ସମସ୍ତେ ଗୋଟିଏ ଶରୀରର ଅଙ୍ଗ ପରି। ଯଦି ଜଣେ ଖ୍ରୀଷ୍ଟିଆନ ରୋଗରେ ପଡ଼େ, ଅଭାବରେ ପଡ଼େ ବା କଷ୍ଟ ପାଏ, ତେବେ ଅନ୍ୟମାନେ ତାକୁ ସାହାଯ୍ୟ କରିବା ଉଚିତ। ମଣିଷ ଶରୀରର ଅଙ୍ଗଗୁଡ଼ିକ ଯେମିତି ପରସ୍ପରକୁ ସାହାଯ୍ୟ କରନ୍ତି, ଠିକ୍ ସେହିପରି ଖ୍ରୀଷ୍ଟିଆନମାନେ ପରସ୍ପରକୁ ସାହାଯ୍ୟ ଓ ପ୍ରେମ କରିବା ଉଚିତ। ଗୋଟିଏ ସପ୍ତାହରେ 7ଟି ଦିନ। ଈଶ୍ୱର କୁହନ୍ତି, ଏଥିମଧ୍ୟରୁ ଗୋଟିଏ ଦିନ ମୋ ପାଇଁ ଦିଅ। ଏହି ଦିନରେ କୌଣସି କାର୍ଯ୍ୟ କର ନାହିଁ, କାରଣ ଏହି ଦିନ ଈଶ୍ୱରଙ୍କ ଦିନ ଅଟେ। ଏହି ଦିନରେ ସମସ୍ତେ ମିଶି ପ୍ରାର୍ଥନା ଏବଂ ପ୍ରଶଂସା ଓ ଧନ୍ୟବାଦର ଗୀତ ଗାଅ। ଛବିରେ ଯେଉଁ ଲୋକମାନଙ୍କୁ ଦେଖୁଛ, ସେମାନେ ଜଣେ ଲୋକର ଶିକ୍ଷା ଶୁଣୁଛନ୍ତି ଏବଂ ଏହି ଦିନରେ ରୁଟି ଏବଂ ଫଳରସ ଏକତ୍ର ଖାଇବା ଦ୍ୱାରା ଯୀଶୁଙ୍କର ମରଣକୁ ସେମାନେ ମନେ ପକାଉଛନ୍ତି। ଯୀଶୁ ଯେ ଆମ ପାଇଁ ମରିଛନ୍ତି, ଏହା ଥରକୁ ଥର ମନେ କରିବା ଉଚିତ। ଯୀଶୁ କହନ୍ତି, ମୁଁ ଫେରି ଆସିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏକାଠି ହୋଇ ଏହିପରି କରୁଥାଅ। ପ୍ରଭୁ ଯୀଶୁ କହିଛନ୍ତି, ସେ ଶୀଘ୍ର ଆଉଥରେ ଆସୁଛନ୍ତି। କିନ୍ତୁ କେହି ଜାଣିନାହାନ୍ତି ଯୀଶୁ କେବେ ଆସିବେ।
ସେଥିପାଇଁ ଆମେ ସବୁବେଳେ ପ୍ରସ୍ତୁତ ରହିବା ଦରକାର। ଯୀଶୁ କହିଲେ, ହଠାତ୍ 2 ଜଣ ଲୋକ ରାନ୍ଧୁଥିବେ, ସେ ସମୟରେ ଜଣକୁ ନିଆଯିବ, ଅନ୍ୟ ଜଣକୁ ଛାଡ଼ି ଦିଆଯିବ। 2 ଜଣ ବିଛଣାରେ ଶୋଇଥିବେ, ଜଣକୁ ନିଆଯିବ, ଅନ୍ୟ ଜଣକୁ ଛାଡ଼ି ଦିଆଯିବ। 2 ଜଣ ବଗିଚାରେ କାମ କରୁଥିବେ, ଜଣକୁ ନିଆଯିବ ଏବଂ ଅନ୍ୟ ଜଣକୁ ଛାଡ଼ି ଦିଆଯିବ। ଯେଉଁମାନେ ଯୀଶୁଙ୍କୁ ପ୍ରେମ କରନ୍ତି ସେମାନେ ସମସ୍ତେ ତାଙ୍କୁ ଭେଟିବା ପାଇଁ ଯିବେ। ଯୀଶୁ ପୂର୍ବରୁ ପ୍ରସ୍ତୁତ କରିଥିବା ଉତ୍ତମ ଜାଗାକୁ ସେମାନଙ୍କୁ ନେଇଯିବେ। ସେହି ସମୟରେ ଯେଉଁ ଖ୍ରୀଷ୍ଟିଆନମାନେ ଏ ଶରୀରରେ ମରିଯାଇଛନ୍ତି ସେମାନେ ସବୁ ନିଜ ନିଜ ସମାଧିରୁ ଜୀବନ ପାଇ ଆଉଥରେ ଉଠିବେ। ସବୁ ପୁରୁଷ, ସ୍ତ୍ରୀ, ପିଲା, ପିଲି, ବୁଢ଼ା, ବୁଢ଼ୀ ଯେତେ ଜଣ ଯୀଶୁଙ୍କର ଅନୁଗମନ କରନ୍ତି ସମସ୍ତେ ତାଙ୍କୁ ଭେଟିବେ ଓ ପ୍ରଭୁ ଯୀଶୁ ସେମାନଙ୍କୁ ନିଜ ପାଖକୁ ନେଇଯିବେ। ଏହି ଚିତ୍ରଟିରେ 2 ଜଣ ଲୋକ କିପରି ଶୁଖିଲା ଡାଳଗୁଡ଼ିକୁ ନିଆଁରେ ପକାଉଛନ୍ତି ଦେଖ। ଗଛରେ ଫଳ ନ ହେବାରୁ ଲୋକେ ସେହି ଡାଳଗୁଡ଼ିକୁ କାଟି ନିଆଁରେ ପୋଡ଼ି ପକାଉଛନ୍ତି। ପ୍ରଭୁ ଯୀଶୁ ଚାହାନ୍ତି ଯେପରି ଆମର ଜୀବନ ଏହି ଛବିରେ ଥିବା ଗଛ ପରି ଫଳରେ ପୂର୍ଣ୍ଣ ହେବ। ଆମ ଜୀବନରେ ଯେଉଁ ପ୍ରକାର ଫଳ ବିଷୟରେ ଯୀଶୁ କୁହନ୍ତି ତାହା ହେଉଛି ଆନନ୍ଦ, ଶାନ୍ତି, ପରୋପକାରିତା, ଦୟାଳୁ ଇତ୍ୟାଦି ଇତ୍ୟାଦି। ଯେତେବେଳେ ଲୋକମାନେ ଏ ପ୍ରକାର ଫଳ ଖ୍ରୀଷ୍ଟିଆନର ଜୀବନରେ ଦେଖନ୍ତି ସେମାନେ ନିଶ୍ଚୟ କହିବେ ଯେ ଏ ହେଉଛି ଖ୍ରୀଷ୍ଟଙ୍କର ଶିଷ୍ୟ, କାରଣ ତାର ଜୀବନ ସମ୍ପୂର୍ଣ୍ଣ ଭିନ୍ନ। ଫଳ ବିହୀନ ଶୁଖିଲା ଗଛ ପରି ହୁଅ ନାହିଁ, କାରଣ ତାହା ଅଗ୍ନିରେ ପକାଯିବା ଯୋଗ୍ୟ। ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, ସାରା ପୃଥିବୀକୁ ଯାଇ ମୋର ସତ୍ୟ ସୁସମାଚାର ପ୍ରଚାର କର। ମୋ ନାମରେ ମହାନ ଶକ୍ତି ଅଛି। ମୋ ନାମରେ ତୁମାନେ ଭୂତ ମଧ୍ୟ ଛଡ଼େଇବାକୁ ପାରିବ। ମୋ ନାମରେ ତୁମାନେ ରୋଗୀ ମଧ୍ୟ ସୁସ୍ଥ କରିପାରିବ। ଏହି ଛବିରେ ଥିବା ମନୁଷ୍ୟକୁ ଦେଖ। ସେ ଅନ୍ୟମାନଙ୍କୁ ଯୀଶୁଙ୍କର କଥା କହୁଛି। ଯୀଶୁ କୁହନ୍ତି ତାଙ୍କର ଶିଷ୍ୟମାନେ ତାଙ୍କର କଥା ସମସ୍ତଙ୍କୁ କହିବା ଉଚିତ। ଯେତେବେଳେ ମଣିଷ ତାହା କରିବ ତାଙ୍କର ନିଜର ଆତ୍ମା ତାକୁ ସାହାଯ୍ୟ କରିବେ, କାରଣ ସେ ପ୍ରତିଜ୍ଞା କରିଛନ୍ତି ଯେ ଦେଖ ମୁଁ ସବୁବେଳେ ତୁମ ସଙ୍ଗେ ସଙ୍ଗେ ରହିବି। ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱାସନାର ବାଣୀ। ସେ ପ୍ରତ୍ୟେକ ଖ୍ରୀଷ୍ଟିଆନ ସହିତ ସଦାବେଳେ ଥାନ୍ତି। ଦେଖ ଦେଖ ଆସୁଅଛନ୍ତି ଗୌରବେ ଯୀଶୁ ରାଜା। ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୁ ପ୍ରଜା। ପ୍ରେମର ଶରୀର ଦେବରୁ ପାନ୍ତର ଅକ୍ଷୟ ମୋର ହୋଇବା। ଦେଖ ଦେଖ ଆସୁଅଛନ୍ତି ଗୌରବେ ଯୀଶୁ ରାଜା। ଗାଇ ଯିବା ତାଙ୍କ ପ୍ରଶଂସା ଗୀତ, ଦୂତଗଣ ସାଥେ ହୋଇ ମିଳିତ। ଗାଇ ଯିବା ତାଙ୍କ ପ୍ରଶଂସା ଗୀତ, ଦୂତଗଣ ସାଥେ ହୋଇ ମିଳିତ। ଆସ ଯିବା ସେ ମହାଭୋଜେ ହୋଇ ନିମନ୍ତ୍ରିତ। ଆସିଛୁ ଯେତେ ଆନନ୍ଦ ଉଲ୍ଲାସେ ଯିବା ଯୀଶୁ ପାଶେ। ସ୍ୱର୍ଗୀୟ ସଙ୍ଗୀତ ଗାଇବା। ଦେଖ ଦେଖ ଆସୁଅଛନ୍ତି ଗୌରବେ ଯୀଶୁ ରାଜା। ଏହି
ଦେଖ ଦିଶେ ସ୍ୱର୍ଣ୍ଣଦ୍ୱାର, ନାହିଁ ଆଉ ଭୟ ମରଣ ଡର। ଏହି ଦେଖ ଦିଶେ ସ୍ୱର୍ଣ୍ଣଦ୍ୱାର, ନାହିଁ ଆଉ ଭୟ ମରଣ ଡର। ସ୍ୱର୍ଗଦୂତ ହସ୍ତ ପ୍ରସାରୀ ନେଇଯିବେ ରାଜା ସ୍ୱାଗତ କରି। କହିବେ ସେ ତୋତେ ରହିବୁ ନିରତେ, ସଦା ମୋର ସାଥେ ସ୍ୱର୍ଗ ଧାମେ। ଦେଖ ଦେଖ ଆସୁଅଛନ୍ତି ଗୌରବେ ଯୀଶୁ ରାଜା। ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୁ ପ୍ରଜା। ପ୍ରେମର ଶରୀର ଦେବର ପାନ୍ତର, ଅକ୍ଷୟ ମର ହୋଇବା। ଦେଖ ଦେଖ